ଦେଇଛି କ'ଣ ନା ମେଧାବୀ ଶିକ୍ଷାର୍ଥୀଙ୍କୁ ଚିହ୍ନିବା ପାଇଁ କେଉଁ ପଦ୍ଧତି ଉପଯୋଗୀ ଅଟେ? ୟା ଭିତରୁ କେଉଁ ପଦ୍ଧତିଟା ମେଧାବୀ ଶିକ୍ଷାର୍ଥୀଙ୍କୁ ଚିହ୍ନିବା ପାଇଁ କହିଛି? ପ୍ରଥମେ ଦେଇଛି ବୃତ୍ତି ପରୀକ୍ଷଣ, ଇଏ ବି ହେବ। ଶିକ୍ଷକଙ୍କ ପର୍ଯ୍ୟବେକ୍ଷଣ, ଇଏ ବି ହେବ। କୃତି ପରୀକ୍ଷଣ, ଇଏ ବି ହେବ। ତାପରେ କହିଛି ଉପରୋକ୍ତ ସମସ୍ତ। ତାହେଲେ କେଉଁଟା ହେବ? ସେଇଟା କରେକ୍ଟ ଆନ୍ସର ଅପସନ୍ ନମ୍ବର ଡି। ବୃତ୍ତି ପରୀକ୍ଷଣ ବି ହେବ, ଶିକ୍ଷକଙ୍କ ପର୍ଯ୍ୟବେକ୍ଷଣ ବି ହେବ, କୃତି ପରୀକ୍ଷଣ ବି ହେବ। ତାହେଲେ ଉପରୋକ୍ତ ସମସ୍ତ କରେକ୍ଟ ଆନ୍ସର ଅପସନ୍ ନମ୍ବର ଡି। ଦେଇଛି କ'ଣ ନା ପର୍ଯ୍ୟବେକ୍ଷଣ ଶିକ୍ଷଣର ପ୍ରବର୍ତ୍ତକ କିଏ ଥିଲେ? ପର୍ଯ୍ୟବେକ୍ଷଣ ଶିକ୍ଷଣର ପ୍ରବର୍ତ୍ତକ କିଏ ଥିଲେ ବୋଲି ପଚାରିଛି। ଗେଟ୍ସ ନା ବାନ୍ଦୁରା ନା ସ୍କିନର ନା କ୍ୟାଲଭିନ୍? କିଏ ଥିଲେ? ଯିଏକି କରେକ୍ଟ ଆନ୍ସର ଅପସନ୍ ନମ୍ବର ବି, ଯିଏକି ବାନ୍ଦୁରା। କ୍ୱେଶ୍ଚନ୍ ନମ୍ବର 3ରେ କ'ଣ କହିଛି? କେଉଁ ବିଧିଟି ବୃଦ୍ଧି ଓ ବିକାଶର ସମ୍ପର୍କିତ ନୁହେଁ? ୟା ଭିତରୁ କେଉଁଟା ବୁଦ୍ଧି ଆଉ ବିକାଶର ସମ୍ପର୍କିତ ନୁହେଁ ବୋଲି ପଚାରିଛି। ନିରନ୍ତର ବିଧି, ସହଚର୍ଯ୍ୟ ବିଧି ନା ଏକୀକରଣ ବିଧି ନା ପ୍ରଭେଦୀକରଣ ବିଧି? ପଚାରିଛି କ'ଣ କେଉଁଟା ନୁହେଁ? ତାହେଲେ ସହଚର୍ଯ୍ୟ ବିଧି। କରେକ୍ଟ ଆନ୍ସର ଅପସନ୍ ନମ୍ବର ବି। ଦେଇଛି କ'ଣ ନା ହର୍ଲକଙ୍କ ମତରେ ପ୍ରାକ୍ କୈଶୋର ଅବସ୍ଥାରେ ଶାରୀରିକ ପରିବର୍ତ୍ତନର ହାର କିପରି ହୋଇଥାଏ? କିପରି ହୋଇଥାଏ? କ୍ଷିପ୍ର ନୁହେଁ କି ଧୀର ନୁହେଁ? କରେକ୍ଟ ଆନ୍ସର ଅପସନ୍ ନମ୍ବର ଡି। ନିମ୍ନୋକ୍ତ ମଧ୍ୟରୁ କେଉଁଟି ମୁକ୍ତ ଉତ୍ତରମୂଳକ ପ୍ରଶ୍ନ? ଏହା ଭିତରୁ କେଉଁଟା ମୁକ୍ତ ଉତ୍ତରମୂଳକ ପ୍ରଶ୍ନ ବୋଲି ପଚାରିଛି। ନିର୍ବାଚନମୂଳକ ନା ସମାପନମୂଳକ ନା ସ୍ତମ୍ଭମେଳକ ନା ବହୁ ବିକଳ୍ପ? କେଉଁଟା ହେବ? ଯେଉଁଟାକି ସମାପନମୂଳକ। କରେକ୍ଟ ଆନ୍ସର ଅପସନ୍ ନମ୍ବର ବି। ଦେଇଛି କ'ଣ ନା ପ୍ରାଥମିକ ଶିକ୍ଷା ସ୍ତରରେ ନିମ୍ନୋକ୍ତ କେଉଁ ଶିକ୍ଷଣ ପଦ୍ଧତି ଅଧିକ ଫଳପ୍ରଦ? କେଉଁ ଶିକ୍ଷଣ ପଦ୍ଧତି? ପର୍ଯ୍ୟବେକ୍ଷଣ ନା ବର୍ଣ୍ଣନା ନା ଆଲୋଚନା ନା ବ୍ୟାଖ୍ୟାନ? କେଉଁଟା? ଯେଉଁଟାକି ପର୍ଯ୍ୟବେକ୍ଷଣ। କରେକ୍ଟ ଆନ୍ସର ଅପସନ୍ ନମ୍ବର ଏ। ନିମ୍ନୋକ୍ତ କେଉଁ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷାଦାନ ପଦ୍ଧତି ମୁଖ୍ୟତଃ ଶିକ୍ଷାର୍ଥୀ କୈନ୍ଦ୍ରିକ ହୋଇଥାଏ? କେଉଁ ଶିକ୍ଷା ବ୍ୟବସ୍ଥାରେ ଶିକ୍ଷାଦାନ ପଦ୍ଧତିଟା ଶିକ୍ଷାର୍ଥୀ କୈନ୍ଦ୍ରିକ ହୋଇଥାଏ ବୋଲି ପଚାରୁଛି? କେଉଁଟା? ପାରମ୍ପରିକ ଶ୍ରେଣୀ ଶିକ୍ଷା ନା ସମନ୍ୱିତ ଶିକ୍ଷା ନା ଅନ୍ତର୍ନିବେଶୀ ଶିକ୍ଷା ନା ଆନୁଷ୍ଠାନିକ ଶିକ୍ଷା? କେଉଁଟା ହେବ? ଯେଉଁଟା କରେକ୍ଟ ଆନ୍ସର ଅପସନ୍ ନମ୍ବର ସି, ଅନ୍ତର୍ନିବେଶୀ ଶିକ୍ଷା। ଦେଇଛି କ'ଣ ଫେଲିୟର ଇଜ୍ ଦି ପିଲର ଅଫ୍ ସକ୍ସେସ୍। ଏହି ଉକ୍ତିଟି କେଉଁ ଶିକ୍ଷଣ ତତ୍ତ୍ୱ ଉପରେ ଆଧାରିତ? କେଉଁଟା? ଯେଉଁଟାକି ପ୍ରଯତ୍ନ ଆଉ ପ୍ରମାଦ। କରେକ୍ଟ ଆନ୍ସର ଅପସନ୍ ନମ୍ବର ଏ, ପ୍ରଯତ୍ନ ପ୍ରମାଦ। ଦେଇଛି କ'ଣ ନା ମାନକ ପ୍ରଶ୍ନପତ୍ର ପ୍ରସ୍ତୁତି ନିମନ୍ତେ ବ୍ୟବହାର କରାଯାଉଥିବା ବ୍ଲୁ ପ୍ରିଣ୍ଟରେ କେଉଁଠି ନଥାଏ? ଏ ଭିତରୁ ପଚାରିଛି ମାନକ ପ୍ରଶ୍ନପତ୍ର ପ୍ରସ୍ତୁତି ନିମନ୍ତେ ବ୍ୟବହାର କରାଯାଉଥିବା ବ୍ଲୁ ପ୍ରିଣ୍ଟରେ କେଉଁଟା ନଥାଏ ବୋଲି ପଚାରିଛି। ଶିକ୍ଷଣ ଉଦ୍ଦେଶ୍ୟ ଉପରେ ଆପେକ୍ଷିକ ଗୁରୁତ୍ୱ ନା ମୂଲ୍ୟାୟନ ଉପରେ ଆପେକ୍ଷିକ ଗୁରୁତ୍ୱ ନା ପ୍ରଶ୍ନର ପ୍ରକାରଭେଦ ଉପରେ ଆପେକ୍ଷିକ ଗୁରୁତ୍ୱ ନା ବିଷୟବସ୍ତୁ ଉପରେ ଆପେକ୍ଷିକ ଗୁରୁତ୍ୱ? କେଉଁଟା? ଯେଉଁଟାକି କରେକ୍ଟ ଆନ୍ସର ଅପସନ୍ ନମ୍ବର ବି, ମୂଲ୍ୟାୟନ ଉପରେ ଆପେକ୍ଷିକ ଗୁରୁତ୍ୱ। ଦେଇଛି କ'ଣ ନା ଶିକ୍ଷାଦାନକୁ ଶିକ୍ଷାର୍ଥୀ କୈନ୍ଦ୍ରିକ କରିବା ନିମନ୍ତେ କ'ଣ କରାଯିବା ଆବଶ୍ୟକ? କ'ଣ କରାଯିବା ଆବଶ୍ୟକ? ଯେଉଁଟାକି ସବୁ ବର୍ଗର ଶିକ୍ଷାର୍ଥୀଙ୍କ ଆବଶ୍ୟକତା ଓ ଦକ୍ଷତାକୁ ଦୃଷ୍ଟିରେ ରଖି ଶିକ୍ଷାଦାନ କରିବା। କରେକ୍ଟ ଆନ୍ସର ଅପସନ୍ ନମ୍ବର ଡି। ଦେଇଛି କ'ଣ କେଉଁ ଅବସ୍ଥା ଠାରୁ ଶିଶୁ ତାର ଆବେଗ ଗୁଡ଼ିକୁ ନିୟନ୍ତ୍ରଣ କରିବା ଶିଖିଥାଏ? କେଉଁ ଅବସ୍ଥା ଠାରୁ? ଯେଉଁଟାକି ପ୍ରାନ୍ତ ବାଲ୍ୟାବସ୍ଥା। କରେକ୍ଟ ଆନ୍ସର ଅପସନ୍ ନମ୍ବର ସି। ଦେଇଛି କ'ଣ ନା ପିଆଜେଙ୍କ ମତାନୁସାରେ ସମ୍ବେଦୀକାରକ ପର୍ଯ୍ୟାୟ ଅବଧି କେତେ? ଯେଉଁଟାକି ଜନ୍ମରୁ 1.5 ବର୍ଷ, ମାନେ ତାହେଲେ କରେକ୍ଟ ଆନ୍ସର ଅପସନ୍ ନମ୍ବର ଡି। ଦେଇଛି କ'ଣ ନା ନିମ୍ନୋକ୍ତ କେଉଁଟି ଶିକ୍ଷଣ ପଦ୍ଧତି ନୁହେଁ ବୋଲି ପଚାରିଛି? ୟା ଭିତରୁ କେଉଁଟା ନୁହେଁ? ପର୍ଯ୍ୟବେକ୍ଷଣ ନା ପ୍ରଶିକ୍ଷଣ ନା ଅନୁକରଣ ନା ଅନୁସନ୍ଧାନ? କେଉଁଟା ନୁହେଁ? ଯେଉଁଟାକି ପ୍ରଶିକ୍ଷଣ। କରେକ୍ଟ ଆନ୍ସର ଅପସନ୍ ନମ୍ବର ବି। କ'ଣ କହିଛି? କେଉଁଟି ଶିକ୍ଷଣ ଶିକ୍ଷାଦାନ ପ୍ରକ୍ରିୟାର ଏକ ଉପାଦାନ ନୁହେଁ? ୟା ଭିତରୁ କେଉଁଟା ଶିକ୍ଷଣ ଆଉ ଶିକ୍ଷାଦାନ ପ୍ରକ୍ରିୟାର ଉପାଦାନ ନୁହେଁ ବୋଲି ପଚାରିଛି? ଯେଉଁଟାକି ପିତାମାତାଙ୍କ ଯୋଗ୍ୟତା। କରେକ୍ଟ ଆନ୍ସର ଅପସନ୍ ନମ୍ବର ବି। ଦେଇଛି କ'ଣ ଜଣେ ଶିକ୍ଷାର୍ଥୀଙ୍କ ବୁଦ୍ଧ୍ୟାଙ୍କ
92 ହେଲେ ୟା ଭିତରୁ କେଉଁଟା ଠିକ୍ ବୋଲି ପଚାରିଛି। ତାହେଲେ ସିଏ କ'ଣ କ୍ରୋନୋଲୋଜିକାଲ ଏଜ୍, MA କ'ଣ ମେଣ୍ଟାଲ ଏଜ୍। ତାହେଲେ କରେକ୍ଟ ଆନ୍ସର୍ ଅପସନ୍ ନମ୍ବର B, ଯେଉଁଟା କ୍ରୋନୋଲୋଜିକାଲ ଏଜ୍ ଗ୍ରେଟର ଦେନ୍ ମେଣ୍ଟାଲ ଏଜ୍। ଦେଇଛି କ'ଣ ନା ବ୍ୟକ୍ତିଗତ ତାରତମ୍ୟ ଦୃଷ୍ଟିରୁ କେଉଁ ଶିକ୍ଷା ବ୍ୟବସ୍ଥା ଗ୍ରହଣୀୟ ନୁହେଁ, ୟା ଭିତରୁ କେଉଁଟା ଗ୍ରହଣୀୟ ନୁହେଁ ବୋଲି ପଚାରିଛି। ମେଧାବୀ ଶିକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଇଏ ତ ହେବନି। ମନ୍ଥର ଶିକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷାଦାନ ଉପରେ ଗୁରୁତ୍ୱ, ଇଏ ବି ହେବ ନାହିଁ। ଶିକ୍ଷାର୍ଥୀମାନଙ୍କ ଆଗ୍ରହ ଓ ଆବଶ୍ୟକତା ଭିତ୍ତିରେ ଶିକ୍ଷା ବ୍ୟବସ୍ଥା, ଇଏ ବି ହେବ ନାହିଁ। ତାହେଲେ କେଉଁଟା ହେବ ନା ସମସ୍ତଙ୍କ ପାଇଁ ସମାନ ପାଠ୍ୟକ୍ରମ। କରେକ୍ଟ ଆନ୍ସର୍ ଅପସନ୍ ନମ୍ବର A। ଦେଇଛି କ'ଣ ନା ଶୈକ୍ଷିକ ଦୃଷ୍ଟିକୋଣରୁ ଶିକ୍ଷାର୍ଥୀଙ୍କୁ ବୁଝିବାର ଅର୍ଥ କ'ଣ, ଶିକ୍ଷାର୍ଥୀକୁ ବୁଝିବାର ଅର୍ଥ କ'ଣ ବୋଲି ପଚାରିଛି, ଯେଉଁଟାକି ଶିକ୍ଷାର୍ଥୀର ପ୍ରକୃତ ଓ ମାନସିକ ବୟସ ଜାଣିବା। କରେକ୍ଟ ଆନ୍ସର୍ ଅପସନ୍ ନମ୍ବର A। ଦେଇଛି କ'ଣ ନା ନିମ୍ନୋକ୍ତ କେଉଁ ଆବେଗ ଦ୍ୱୟ ଅନ୍ୟ ତିନୋଟି ଠାରୁ ଭିନ୍ନ, କେଉଁଟା ଭୟ ଆଉ କ୍ରୋଧ, ଇଏ ଯଦି ହେଉଛି କ୍ରୋଧ ଆଉ ବିରକ୍ତି ଇଏ ବି ସମାନ, ବିରକ୍ତି ଆଉ ଭୟ ଇଏ ବି ସମାନ, ତାହେଲେ ସ୍ନେହ ଆଉ ଆନନ୍ଦଟା କ'ଣ ତାଙ୍କଠାରୁ ଭିନ୍ନ। କରେକ୍ଟ ଆନ୍ସର୍ ଅପସନ୍ ନମ୍ବର D। ଦେଇଛି କ'ଣ ନା ଆମ ରାଜ୍ୟରେ କରାଯାଉଥିବା କ'ଣ କହିଛି ନା ଆମ ରାଜ୍ୟରେ କରାଯାଉଥିବା DLED ଚୟନ ପରୀକ୍ଷା କେଉଁ ପ୍ରକାର ମୂଲ୍ୟାୟନ, କେଉଁ ପ୍ରକାର, ଯେଉଁଟାକି ବ୍ୟବସ୍ଥାନ। କରେକ୍ଟ ଆନ୍ସର୍ ଅପସନ୍ ନମ୍ବର D। କ'ଣ କହିଛି ନା କେଉଁଟି ଶିକ୍ଷକ କୈନ୍ଦ୍ରିକ ଶିକ୍ଷାଦାନ ଶିକ୍ଷଣ ବ୍ୟବସ୍ଥାର ଲକ୍ଷଣ ନୁହେଁ ବୋଲି ପଚାରିଛି। ତାହେଲେ ଶିକ୍ଷାଦାନ ଶିକ୍ଷାର୍ଥୀ କୈନ୍ଦ୍ରିକ ହୋଇଥାଏ। କରେକ୍ଟ ଆନ୍ସର୍ ଅପସନ୍ ନମ୍ବର A। ଶିକ୍ଷାଦାନଟା କ'ଣ ହୋଇଥାଏ ନା ଶିକ୍ଷାର୍ଥୀ କୈନ୍ଦ୍ରିକ ହୋଇଥାଏ। ସେ କ'ଣ କହିଛି ନିମ୍ନ ଉକ୍ତିଗୁଡ଼ିକ ପଢ଼ି ଠିକ୍ ଉତ୍ତରଟିକୁ ଚିହ୍ନାଅ। ଦେଇଛି କ୍ରୀଡ଼ା ଏକ ସ୍ୱତଃ ପ୍ରବୃତ୍ତ କାର୍ଯ୍ୟ, ଏଇଟା ପିଏଚେ କହିଥିଲେ, ଏଇଟା ତ କେବେ କହିନଥିଲେ। କ୍ରୀଡ଼ା ହେଉଛି କ୍ରିୟାତ୍ମକ ଆନନ୍ଦ ପାଇଁ କରାଯାଉଥିବା ପ୍ରତିକ୍ରିୟା, ଯିଏକି ହର୍ଲକ୍ କହିଛନ୍ତି, ଇଏ ବି ନୁହଁ। ତାହେଲେ କ'ଣ ହେବ ନା ଉଭୟ ଆଇ ଆଉ ସେକେଣ୍ଡ ଆଇ କ'ଣ ନା ଭୁଲ। କରେକ୍ଟ ଆନ୍ସର୍ ବୁଝିପାରିଲ, ଏଇଟା କରେକ୍ଟ ଆନ୍ସର୍ ଅପସନ୍ ନମ୍ବର D। କ'ଣ କହିଛି ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅନଗ୍ରସର ଶିକ୍ଷାର୍ଥୀମାନଙ୍କର ଲକ୍ଷଣ ନୁହେଁ ବୋଲି ପଚାରିଛି। ୟା ଭିତରୁ କେଉଁଟା ଅନଗ୍ରସର ଶିକ୍ଷାର୍ଥୀମାନଙ୍କର ଲକ୍ଷଣ ନୁହେଁ, ଯେଉଁଟାକି ଲକ୍ଷ୍ୟାଭିମୁଖୀ ଆଚରଣ। କରେକ୍ଟ ଆନ୍ସର୍ ଅପସନ୍ ନମ୍ବର C। ନିମ୍ନୋକ୍ତ କେଉଁ ଉକ୍ତିଟି ଠିକ୍ ନୁହେଁ ବୋଲି ପଚାରିଛି। ୟା ଭିତରୁ କେଉଁଟା ଠିକ୍ ନୁହେଁ। ଶିକ୍ଷା ଦର୍ଶନ ଓ ଶିକ୍ଷା ମନୋବିଜ୍ଞାନ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ, ଏଇଟା ଠିକ୍ ଅଛି। ପରିପକ୍ୱନ ଓ ପରିବେଶ ଉଭୟ ଶିକ୍ଷଣ ସହାୟକ, ଇଏ ବି ଠିକ୍ ଅଛି। ବୃଦ୍ଧି ଓ ବିକାଶ ପରସ୍ପର ପରିପୂରକ, ଇଏ ବି ଠିକ୍ ଅଛି। ତାହେଲେ ଆଲୋଚନା ଓ ବର୍ଣ୍ଣନା ପଦ୍ଧତି ଶିକ୍ଷାର୍ଥୀ କୈନ୍ଦ୍ରିକ, ଏଇଟା ତ କେବେ ହେବନି। ତାହେଲେ କରେକ୍ଟ ଆନ୍ସର୍ ଅପସନ୍ ନମ୍ବର D। ଏଠି କ'ଣ ନା ସୃଜନଶୀଳ ଶିକ୍ଷାର୍ଥୀମାନଙ୍କୁ ଚିହ୍ନଟ କରିବା ନିମନ୍ତେ ଶିକ୍ଷକ ମୁଖ୍ୟତଃ କେଉଁ ପ୍ରକାର ପ୍ରଶ୍ନ ପଚାରିବା ଉଚିତ, କେଉଁ ପ୍ରକାର ପ୍ରଶ୍ନ ପଚାରିବା ଉଚିତ, ଯେଉଁଟାକି ବିକ୍ଷିପ୍ତ ଚିନ୍ତନମୂଳକ। କରେକ୍ଟ ଆନ୍ସର୍ ଅପସନ୍ ନମ୍ବର A। ଯଦି କେଉଁଟି ଅଭିପ୍ରେରଣାର କାର୍ଯ୍ୟ ନୁହେଁ, ୟା ଭିତରୁ କେଉଁଟା ଅଭିପ୍ରେରଣାର କାର୍ଯ୍ୟ ନୁହେଁ ବୋଲି ପଚାରିଛି, କେଉଁଟା ଯେଉଁଟାକି ଆଚରଣକୁ ଧାରଣ କରିବା। କରେକ୍ଟ ଆନ୍ସର୍ ଅପସନ୍ ନମ୍ବର D, କ'ଣ ନା ଆଚରଣକୁ ଧାରଣ କରିବା। କେଉଁଟା ଶିକ୍ଷା ମନୋବିଜ୍ଞାନର ପରିସରଭୁକ୍ତ ନୁହେଁ, ୟା ଭିତରୁ ଶିକ୍ଷା ମନୋବିଜ୍ଞାନର କେଉଁଟା ପରିସରଭୁକ୍ତ ନୁହେଁ ବୋଲି ପଚାରିଛି। ଶିକ୍ଷଣ ପରିବେଶ ସୃଷ୍ଟି, ଇଏ ତ ଠିକ୍ ଅଛି। କ'ଣ କହିଛି ନା ଶିକ୍ଷାର ଲକ୍ଷ୍ୟ ନିର୍ଦ୍ଧାରଣ, ଏଇଟା ହେଉଛି କରେକ୍ଟ ଆନ୍ସର୍ ଅପସନ୍ ନମ୍ବର B। ଦେଇଛି କ'ଣ ନା ନିମ୍ନୋକ୍ତ କେଉଁଟି ବୁଦ୍ଧିର ଏକ ବୈଶିଷ୍ଟ୍ୟ ନୁହେଁ ବୋଲି ପଚାରିଛି। ୟା ଭିତରୁ କେଉଁଟା ବୁଦ୍ଧିର ଏକ ବୈଶିଷ୍ଟ୍ୟ ନୁହଁ। ଏହା ଏକ ବଂଶଗତ ଗୁଣ, ଇଏ ତ ତା'ର ବୈଶିଷ୍ଟ୍ୟ, କାହାର ବୁଦ୍ଧିର। ଏହା ପରିବେଶ ଦ୍ୱାରା ପ୍ରଭାବିତ ହୋଇଥାଏ, ଇଏ ବି ଠିକ୍ ଅଛି। ଏହା ନିର୍ଦ୍ଦିଷ୍ଟ ବୟସ ପର୍ଯ୍ୟନ୍ତ ବୃଦ୍ଧି ହୋଇଥାଏ, ଇଏ ବି ଠିକ୍ ଅଛି। ଏହା ଏକ ନିର୍ଦ୍ଦିଷ୍ଟ ସାମର୍ଥ୍ୟକୁ ବୁଝାଏ, ଏଇଟା ହେଉଛି କରେକ୍ଟ ଆନ୍ସର୍ ଅପସନ୍ ନମ୍ବର D। ଏଇଟା ବୁଦ୍ଧିର ଗୋଟେ ବୈଶିଷ୍ଟ୍ୟ ନୁହେଁ। ବୁଝିପାରିଲ। ଦେଇଛି କ'ଣ କେଉଁଟି ନିରବିଚ୍ଛିନ୍ନ
ସଂବ୍ୟାପକ ମୂଲ୍ୟାୟନଗତ ପରୀକ୍ଷଣର ସାଧନୀ ନୁହେଁ। ୟା ଭିତରୁ କେଉଁଟା ମୂଲ୍ୟାୟନଗତ ପରୀକ୍ଷଣର ସାଧନୀ ନୁହେଁ ବୋଲି ପଚାରିଛି। କେଉଁଟା ଯେଉଁଟାକି ପ୍ରୋଗ୍ରେସ୍ କାର୍ଡ଼। କରେକ୍ଟ ଆନ୍ସର୍ ଅପସନ୍ ନମ୍ବର ସି। ନିମ୍ନ ଉକ୍ତି ଗୁଡ଼ିକ ପଢ଼ି ଠିକ୍ ଉତ୍ତରଟିକୁ ଚିହ୍ନଟ କର। ଏ ଭିତରୁ କେଉଁଟା ଠିକ୍ ବୋଲି ପଚାରିଛି। କେତେକ ଆବେଗ ଜନ୍ମଗତ ଓ ସ୍ଥାୟୀ, ଏଇଟା ତ ଭୁଲ ଅଛି। ଆବେଗ ଗୁଡ଼ିକ ପରିବର୍ତ୍ତନଶୀଳ ଓ କ୍ଷଣସ୍ଥାୟୀ। କରେକ୍ଟ ଆନ୍ସର୍ ଏଇଟା ତ ଠିକ୍ ଅଛି। ତାହେଲେ କରେକ୍ଟ ଆନ୍ସର୍ ଅପସନ୍ ନମ୍ବର ବି। ଆଇଟା ହେଉଛି ଭୁଲ, ସେକେଣ୍ଡ ଆଇ କ'ଣ ନା ଠିକ୍। ଦେଇଛି କ'ଣ ନା କେଉଁଟି ଏକ ବାହ୍ୟ ଅଭିପ୍ରେରଣା। ୟା ଭିତରୁ କେଉଁଟା ବାହ୍ୟ ଅଭିପ୍ରେରଣା ବୋଲି ପଚାରିଛି। କେଉଁଟା ଯେଉଁଟାକି କୃତିତ୍ୱର ସୂଚନା। କରେକ୍ଟ ଆନ୍ସର୍ ଅପସନ୍ ନମ୍ବର ଡି। ଆମ ରାଜ୍ୟର ପ୍ରାଥମିକ ସ୍ତରରେ ବହୁଶ୍ରେଣୀ ଶିକ୍ଷା ବ୍ୟବସ୍ଥା ଆବଶ୍ୟକ ହୋଇଥାଏ କାହିଁକି? କାହିଁକି ହୋଇଥାଏ? କାହିଁକିନା ଶିକ୍ଷକ ସଂଖ୍ୟା ଠାରୁ ଶ୍ରେଣୀ ସଂଖ୍ୟା ଅଧିକ। କରେକ୍ଟ ଆନ୍ସର୍ ଅପସନ୍ ନମ୍ବର ଏ। ଦେଇଛି କ'ଣ ନା କେଉଁଟି ପାଠଦାନ ପୂର୍ବରୁ ପଚରା ଯାଉଥିବା ପ୍ରାରମ୍ଭିକ ପ୍ରଶ୍ନାବଳୀର ଉଦ୍ଦେଶ୍ୟ ସମ୍ପର୍କିତ ନୁହେଁ। କେଉଁଟା? ୟା ଯେଉଁ ପାଠଦାନ ପୂର୍ବରୁ ପଚରା ଯାଉଥିବା ପ୍ରାରମ୍ଭିକ ପ୍ରଶ୍ନାବଳୀର ଉଦ୍ଦେଶ୍ୟ ସମ୍ପର୍କିତ ନୁହେଁ ବୋଲି ପଚାରିଛି। କେଉଁଟା? କେଉଁଟା ଯେଉଁଟାକି ପାଠ୍ୟବସ୍ତୁର କ୍ଲିଷ୍ଟତା ସମ୍ବନ୍ଧରେ ଧାରଣା ଦେବା। କରେକ୍ଟ ଆନ୍ସର୍ ଅପସନ୍ ନମ୍ବର ଡି। ଦେଇଛି କ'ଣ ନା ପେଶୀୟ କୌଶଳ ଦୃଷ୍ଟିରୁ କେଉଁଟି ଅନ୍ୟ ତିନୋଟି ଠାରୁ ଭିନ୍ନ। କେଉଁଟା ଅନ୍ୟ ତିନିଟା ଠାରୁ ଭିନ୍ନ ବୋଲି ପଚାରିଛି। ଗପ ବହି ପଢ଼ିବା। କରେକ୍ଟ ଆନ୍ସର୍ ଅପସନ୍ ନମ୍ବର ସି।